ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ବିଗତ ବର୍ଷର ପ୍ରଥମ ଶ୍ରେଣୀ ସାମାଜିକ ମୌଖିକ ପ୍ରଶ୍ନ ନେଇ ଆସିଛି। ଆଜି ଏହାର ଆଲୋଚନା କରିବା। 1 ପ୍ରଶ୍ନ, ଆମ ଜାତୀୟ ପକ୍ଷୀର ନାମ କ'ଣ? ଆମ ଜାତୀୟ ପକ୍ଷୀର ନାମ କ'ଣ ପିଲାମାନେ? ଜାତୀୟ ପକ୍ଷୀ ହେଉଛି ମୟୂର। ମୟୂର। ଖ ପ୍ରଶ୍ନ, କେଉଁ ପଶୁର ଶୁଣ୍ଢ ରହିଛି? କେଉଁ ପଶୁର ଶୁଣ୍ଢ ରହିଛି? ହାତୀ। ହାତୀର ଶୁଣ୍ଢ ରହିଛି। ଗ ପ୍ରଶ୍ନ, 2ଟି ଧଳା ରଙ୍ଗ ପକ୍ଷୀର ନାମ କୁହ। 2ଟି ଧଳା ରଙ୍ଗ ପକ୍ଷୀ ହେଲେ କିଏ ପିଲାମାନେ? ବଗ, ପାରା। ବଗ, ପାରା। ଘ ପ୍ରଶ୍ନ, ବିଦ୍ୟାଳୟରେ ପାଳନ କରୁଥିବା 2ଟି ଉତ୍ସବର ନାମ କୁହ। ବିଦ୍ୟାଳୟରେ ପାଳନ ହେଉଥିବା 2ଟି ଉତ୍ସବ ହେଉଛି କ'ଣ? ସରସ୍ୱତୀ ପୂଜା, ଗଣେଶ ପୂଜା। ସରସ୍ୱତୀ ପୂଜା ଆଉ ଗୋଟେ ହେଲା ଗଣେଶ ପୂଜା। ପ୍ରଶ୍ନ, କିଏ ଉଦୟ ହେଲେ ସକାଳ ହୋଇଥାଏ? କିଏ ଉଦୟ ହେଲେ ସକାଳ ହୁଏ? ସୂର୍ଯ୍ୟ। ସୂର୍ଯ୍ୟ ଉଦୟ ହେଲେ ସକାଳ ହୁଏ। 4 ପ୍ରଶ୍ନ, କେଉଁ ପଶୁ ଆମର ଘର ଜଗିଥାଏ? କୁକୁର। କୁକୁର ଆମର ଘର ଜଗିଥାଏ। 6 ପ୍ରଶ୍ନ, ଜାତୀୟ ପତାକାରେ କେତୋଟି ରଙ୍ଗ ରହିଛି? ଜାତୀୟ ପତାକାର 3ଟି ରଙ୍ଗ ରହିଛି। 3ଟି ରଙ୍ଗ। 7 ପ୍ରଶ୍ନ, କେଉଁ ପର୍ବରେ ବାଣ ଫୁଟାଯାଏ? ଦୀପାବଳିରେ। ଦୀପାବଳିରେ ବାଣ ଫୁଟାଯାଏ। 8 ପ୍ରଶ୍ନ, କେତେ ଦିନକୁ ଏକ ପକ୍ଷ ବୋଲି କୁହାଯାଏ? 15 ଦିନକୁ ଏକ ପକ୍ଷ ବୋଲି କୁହାଯାଏ। 9 ପ୍ରଶ୍ନ, ଗୋଟିଏ ବର୍ଷରେ କେତୋଟି ଋତୁ ଆସିଥାଏ? ଏକ ବର୍ଷରେ 6ଟି ଋତୁ ଆସେ। 6ଟି ଋତୁ। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ। 9 ପ୍ରଶ୍ନ, ଧ୍ରୁବତାରା କେଉଁ ଦିଗରେ ଦେଖାଯାଏ? ଧ୍ରୁବତାରା ଉତ୍ତର ଦିଗରେ ଦେଖାଯାଏ। ଉତ୍ତର ଦିଗ। ଧ୍ରୁବତାରା ଉତ୍ତର ଦିଗରେ ଦେଖାଯାଏ। 9 ପ୍ରଶ୍ନ, ଆମର ଜାତୀୟ ଚିହ୍ନ କ'ଣ? ଆମ ଜାତୀୟ ଚିହ୍ନ ହେଉଛି ଅଶୋକ ଚିହ୍ନ। ଅଶୋକ ଚିହ୍ନ।